ସ୍ନାନ ପୂର୍ଣ୍ଣିମା ଦିନ ପ୍ରତି ରଥର ଚାରି ନାହାକ ଉଠିବା ବିଧି ରହିଛି। ରଥ ଖଳାରେ ଚଳିତ ବର୍ଷ ରଥ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ସେଥିପାଇଁ ଚାରି ନାହାକ ଉଠିବା ସମ୍ଭବ ହୋଇଛି। ତିନି ରଥର 5 ଦଣ୍ଡା ଉଠିଛି। ଆଗ ପୋଲ ଗୟଳ ଓ ପଛ ପୋଲ ଗୟଳ ଲଗାଯାଇ ନିରାଡ଼ି ସହ ସଂଯୁକ୍ତ ହୋଇ ମୋଡ଼ାଯାଇଛି। ପୋଲ ଗୟଳକୁ 7 ଗୋଟି ଖମ୍ବି ମୁଞ୍ଜାଇ ରଖିଛି। ପୋଲ ଗୟଳ ଉପରେ ଭାରା ବାନ୍ଧି ଫାଳି ବଣ୍ଟନ ପଡ଼ିଛି। ତିନି ରଥର ଶେଷ 2ଟି ଲେଖାଏଁ ଗୟଳ ଚୌପଟ କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ନାଟ ଗୋଡ଼ରେ ରାହୁ ରୂପ ଓ ଗନ୍ଧର୍ବ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାରଶାଳାରେ ଓଝା ସେବକମାନେ ପୋଚଳ ପାଇଁ ଗୋଡ଼ି ଛାଲ କଣ୍ଟା ଓ ଗୟଳ ପାଇଁ ତ୍ୟାଗ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ରଥ ଖଳାରେ ବିଶ୍ୱକର୍ମା ସେବକ, ଭୋଇ ସେବକ, ରୂପକାର ସେବକ, କରତି ସେବକ, ବିନ୍ଧ କାରିଗରୀ ଓ ଓଝା ସେବକମାନେ ରଥ ନିର୍ମାଣ ଜାରି ରଖିଛନ୍ତି। ପୁରୀରୁ ସୁଧାଂଶୁ କରଙ୍କ ରିପୋର୍ଟ, ଓଟି ଲାଇଭ୍। ଅଧିକ ଖବର ଦେଖିବା ପାଇଁ ଓଟି ଲାଇଭ୍କୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ଖବରଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ।